କାହିଁକି ଗରିବ ଥିଲେ ସୁଦାମା? ଶ୍ରୀକୃଷ୍ଣଙ୍କ ପ୍ରିୟ ବନ୍ଧୁ ହୋଇ ବି ସୁଦାମାଙ୍କ ଗରିବୀର କାରଣ କ'ଣ? କାହା ଭୁଲର ଦଣ୍ଡ ଭୋଗିଲେ ସୁଦାମା? କୃଷ୍ଣ ଓ ସୁଦାମାଙ୍କ କାହାଣୀ ତ ସମସ୍ତେ ଜାଣିଥିବେ। ଦ୍ୱାରିକାଧୀଶ ଭଗବାନ ଶ୍ରୀକୃଷ୍ଣ ଓ ନିର୍ଧନ ବ୍ରାହ୍ମଣ ସୁଦାମ ଥିଲେ ପରମ ମିତ୍ର। ଏଣୁ ଆଜିର ଦିନରେ ବି କୃଷ୍ଣ ସୁଦାମାଙ୍କ କାହାଣୀର ଯଥେଷ୍ଟ ତାତ୍ପର୍ଯ୍ୟ ରହିଛି। ଯେଉଁମାନେ କେବେ ଏହି କାହାଣୀ ବିଷୟରେ ଜାଣିଥିବେ ସେମାନଙ୍କ ମନରେ ଏ ପ୍ରଶ୍ନ ନିଶ୍ଚୟ ଉଠିଥିବ ଯେ ଶ୍ରୀକୃଷ୍ଣଙ୍କ ପିଲାବେଳର ସାଙ୍ଗ ଏତେ ଗରିବ କିପରି ହେଲେ? ଭଗବାନ ଶ୍ରୀକୃଷ୍ଣ ତ ଅନ୍ତର୍ଯାମୀ, ସେ କ'ଣ ସୁଦାମାଙ୍କ ଗରିବୀ ଜାଣିପାରୁନଥିଲେ? ସୁଦାମା ଶ୍ରୀକୃଷ୍ଣଙ୍କର ମିତ୍ରତା ଋଷି ସନ୍ଦୀପନୀଙ୍କ ଆଶ୍ରମରେ ହୋଇଥିଲା। ଋଷିଙ୍କ ଆଶ୍ରମ ନିକଟରେ ଗାଁଟିଏ ଥିଲା। ଗାଁରେ ଜଣେ ବ୍ରାହ୍ମଣୀ ରହୁଥିଲେ। ବ୍ରାହ୍ମଣୀ ଅତ୍ୟନ୍ତ ଗରିବ ଓ ଭିକ୍ଷାନଟନରୁ ଯାହା ମିଳେ ସେଥିରେ ତାଙ୍କର ପରିବାରଟି ଚଳି ଯାଉଥିଲା। ତେବେ କିଛି ଦିନ ଧରି ତାଙ୍କୁ ଭିକ୍ଷା ମିଳୁନଥିଲା। ଏଣୁ ପରିବାରରେ ସମସ୍ତେ ନିରାହାର ହେଉଥିଲେ। ଏଥିରେ ଦିନେ ବ୍ରାହ୍ମଣୀକୁ ଭିକ୍ଷାରେ କିଛି ଚଣା ମିଳିଥିଲା। ସେଥିରେ ସେ ପିଲାଙ୍କର ଭୋକ ଦୂର କରିପାରିବେ ବୋଲି ଭାବି ତାକୁ ପୁଟୁଳି କରି ଆଣି ଘରେ ରଖିଥିଲେ। ତା ପରଦିନ ସକାଳ ହେଲେ ପିଲାଙ୍କୁ ବ୍ରାହ୍ମଣୀ ଚଣା ଖାଇବାକୁ ଦେଇଥାନ୍ତେ। ହେଲେ ବିଧିର ବିଧାନ ବଡ଼ ବିଚିତ୍ର। ରାତିରେ ଚୋର ତାଙ୍କ ଘରେ ପଶି ପୁଟୁଳିରେ ଥିବା ଚଣାକୁ ସୁନା ଭାବି ଚୋରେଇ ନେଇଥିଲା। ତେବେ ସନ୍ତର୍ପଣରେ ଯିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା। ଲୋକେ ଗୋଡ଼ାଇବାରୁ ଚୋର ସନ୍ଦୀପନୀଙ୍କ ଆଶ୍ରମରେ ପଶି ଯାଇଥିଲା। ତେବେ ଚୋରି ଅଭିଯୋଗରୁ ମୁକ୍ତ ହେବା ଲାଗି ସେ ଚଣା ପୁଟୁଳିଟିକୁ ଆଶ୍ରମରେ ଛାଡ଼ି ଯାଇଥିଲା। ତା ପରଦିନ ସକାଳେ କୃଷ୍ଣ ଓ ସୁଦାମା ଆଶ୍ରମର ଗୋରୁଙ୍କୁ ଚରାଇବାକୁ ବାହାରିଥିଲେ। ଏଣୁ ଗାଈ ଚରାଇ ଯିବା ବେଳେ ଗୁରୁମାତା ଚଣା ପୁଟୁଳିଟି ସୁଦାମାଙ୍କୁ ଦେଇଥିଲେ। କହିଥିଲେ ଭୋକ ଲାଗିଲେ ଉଭୟ ବାଣ୍ଟି କରି ଖାଇବ। ସେପଟେ ଚଣା ପୁଟୁଳିଟି ଚୋର ନେଇଯାଇଥିବାରୁ ଘରେ ତା ପରଦିନ ସକାଳେ ଖାଇବାକୁ ଦାନାଟିଏ ବି ନଥିଲା। ଏଥିରେ ବ୍ରାହ୍ମଣୀ ରାଗି ଯାଇ ଅଭିଶାପ ଦେଲେ ଯେ ଚଣା ଯିଏ ବି ଖାଇବ ସେ ତାଙ୍କ ଭଳି ଦରିଦ୍ର ହେବ। ତେବେ ବିଦ୍ୱାନ ବ୍ରାହ୍ମଣ ସୁଦାମା ଚଣା ଶାପିତ ବୋଲି ଜାଣି କୃଷ୍ଣଙ୍କୁ ଦାରିଦ୍ର୍ୟତାରୁ ମୁକ୍ତ ରଖିବା ଲାଗି ନିଜେ ଏକାକୀ ଟୁକ୍ ଟୁକ୍ କରି ଚଣାତକ ଖାଇସାରିଥିଲେ। ଯେତେବେଳେ କୃଷ୍ଣ ମାଗିଲେ ସେତେବେଳେ ଆଉ ଚଣା ନଥିଲା। ଏଣୁ ବ୍ରାହ୍ମଣୀଙ୍କ ଶାପ ଯୋଗୁଁ ସୁଦାମା ଜ୍ଞାନୀ ଗୁଣୀ ହୋଇ ମଧ୍ୟ ଦାରିଦ୍ର୍ୟତା ଭୋଗିବାକୁ ବାଧ୍ୟ ହୋଇଥିଲେ। ତେବେ ଦର୍ଶକ ବନ୍ଧୁ, ଯଦି ଆମର ଏହି ଭିଡିଓଟି ଆପଣଙ୍କୁ ଭଲ ଲାଗିଛି ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ କରନ୍ତୁ। ଆଉ ଏହିଭଳି ରୋଚକ କାହାଣୀ ଜାଣିବାକୁ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଶ୍ରୀକୃଷ୍ଣ।